कौनटा पढ़ा हब ବିଭୀଷଣ ସେ ରାବଣଙ୍କ ପ୍ରତି किछिटा पढ़ाई ना आरंभ कर दो देख विभीषण से रावण प्रति उपदेश आमर रामायण कहानी जानिछ रावण विभीषण कौन दी भाई दशरथ तनयस्य श्रीरामचंद्रस्य सुमहत् चरितं मुरारीकृत्य शाब्दिक शिरभूषण नामित प्रतिभोपेतेन व्याकरण शास्त्र चंचुना कविप्रवरेण भट्टिना दुस्तर व्याकरण पारावारंग तितीर्षूणाम अवलंबनार्थ निरामय्यां महाकाव्यरणम इति निश्चय वक्तुं शक्यते। रावण वधाख्यं कार्यमिदं रमणीयतया पाणिनीय व्याकरणशास्त्रेऽपि सरस हृदय वृद्वन्द्वभूषं वा दृढं विषयो अयं तत् महाकाव्यम् आधारीकृत्य पांडुरंग वामन काणो महोदयन विरचित। यही जो आम पढ़ार आमर संस्कृतर फादर हेले पाणिनि तुमर ताकू सब तापरे से व्याकरण रचना करिसेंती भट्टी मध्य व्याकरण रचना करिसेंती आउ आमे ताकू आधार करिके पांडुरंग वामन नामक जड़े से रचना करिसेंती आमे तांकर विषय पढ़िया देख तो विनिद्रं देख ततो विनिद्रं कृत देवता अर्चम विस्कृत पतिकर्म रम्य देखुच केमती लगी लगी कर क्लिष्ट शब्द लिखाई सब व्याकरणगत दृष्टैवै चित्त प्रशमं किरंतं विभीषणं माता उवाच शଯ୍ୟା त्याग करी देवता पूजा आदि करिथिबा विभीषण को तार माता कहिले आयुष्मान हे आयुष्मान विभीषण नाक नाक शब्दर अर्थ कौन नाक शब्दर अर्थ है आमर ये नाक आ गोटे है स्वर्ग है नाक सदा आनंद तत् मति उद्धतस्य जगन्ति प्रबाधमानस्य सोदरस्य विषयस्य अमृतमिव तूर्ण प्रसन्ति कुरुष्व कहु माँ विभीषण कहते विभीषण तुम्हें उद्धत होउथिबा रावण को किछि भल उपदेश दियो तथा कुर्जिया जेन रावण विषादना परिह मूर्ति सीता जोहेते आउ तुम्हें यही भाव उपदेश दियो जेभली से तार सीता को छाड़ीदब रावण आउ भल पिला हो हे कुलानंद जावदसौ रावण भयंकर विषयस्य पिंड इव हरणे न संग्रस्यते पुरुषोत्तमेन तावत स्वह आउ जितेबेला विषपिंड सदृश पुरुषोत्तम हरिंक द्वारा ग्रसित होना से पर्यंत चेष्टा कर जेपर्यंत से रामक संस्पर्श आसीनी तुम से पर्यंत विभीषण चेष्टा करूथा बोली कहिसेंती। जन्मस्थान निवासीन खरदूषण हो राक्षसा निहता जानिच खर गोटा गोटा दूषण था रामचंद्र वध करते लंकापुरी जीत भटक्षा ध्रुमा च पिहिता लंका को पोड़ीदेले सब अशोक वाटिका ध्वंस करदे सैदपि न दग्धानी घर गुड़ी को पोड़ी दिगला तस्माद अतिथि गते सन्ति
ଯଦ୍ ବଧୂନାଂ ବିଧେୟଂ ତସ୍ମିନ୍ ଘଟୟେଷ୍ୱତ ଇତି। ଯାହା କରିବା ଉଚିତ ତୁମେ ସେୟା କର। ସୀତା ପ୍ରତ୍ୟପର୍ଣ୍ଣେ ପୂର୍ବମେବ କୃତମତିଃ ସ ବିଭୀଷଣ ଏବ ମତିମାତ୍ରଂ ଶୁଭାଏବ ବୁଦ୍ଧୟା ମାତ୍ରା ପ୍ରର୍ଯ୍ୟମାଣାଶ୍ଚିରଂ ଧାନ୍ୟୋପର ଅଭୂତ। ତାପରେ ସେ ବୁଦ୍ଧିସମ୍ପ ଆନନ୍ଦଗ୍ରସ୍ତ ହେଇକି ଯାଇକି ତା ମାଆଙ୍କୁ କହିଲା ଠିକ୍ ଅଛି ମୁଁ ରାବଣକୁ ବୁଝାଇ ଦେବି। ଦେଖ ତତ୍ତ୍ୱ ବିଭୀଷଣ ନିଶାଚରେ ପରିରକ୍ଷିତଂ। ତାପରେ ବିଭୀଷଣ ନିଶାଚର ମାନେ ହେଲା ରାକ୍ଷସ ହେଲା। ତତ୍ତ୍ୱ ବିଭୀଷଣ ନିଶାଚରେ ପରିରକ୍ଷିତଂ ରାବଣ ମନ୍ଦିରସ୍ୟ ଦ୍ୱାରଂ ଯଜୌ। ଯଜୌ ମାନେ ଗଲା। କିଏ ଗଲା? କୋଉଠି ଗଲା? ରାବଣ ମନ୍ଦିର ମାନେ କ'ଣ? ରାବଣ ଘରକୁ ହେଲା। କିଏ ଗଲା? ବିଭୀଷଣ ଗଲା। ପ୍ରତିହାରେଣ ଦ୍ୱାରାତ୍ ଏବ ନତୋ ଅନେବାଦିତ ସଂଗ ପ୍ରବିଷ୍ଟౌ ନିଶାଚରେ ସଗୌରବଂ ଦତ୍ତପଥୌ ବିଭୀଷଣ ଭ୍ରାତର ସିଂହାସନାଧିରୂଢ଼ଂ ଦୃଷ୍ଟବାନ୍। ଯାଉ ଯାଉ ଦ୍ୱାରପାଳ ଯେଉଁ ଯାଉଥିଲେ ପ୍ରଣାମ କଲେ କାହାକୁ? ବିଭୀଷଣ ଯାଇ ରାବଣ ପାଖେ ପହଞ୍ଚିଲା। ରାବଣ ସିଂହାସନରେ ବଇଛି। ସ ବିହିତ ପ୍ରଣାମଃ ସିଂହାସନେ ଚାରୁବାହୁଂ ନିକ୍ଷିପ୍ୟ କିଙ୍କରୌ। ଆଉ ସେ ଯାଇକି ଯେତେବେଳେ ଭାଇଙ୍କ ପାଖରେ ପହଞ୍ଚିଲା ଦୂତ ପଠେଇକି, ରାବଣ ତ ମଞ୍ଚରେ ବଇଛି, ରାବଣ ସୁବାହୁକୁ ପଠେଇଲା ଭାଇକୁ ଯଥା ସ୍ଥାନରେ ବସାଇ ଦିଅ। ସେ ନେଇକି ସୁସ୍ଥାନରେ ବସେଇ ଦିଅ ହେଲା। ଚାରୁବାହୁଂ ନିକ୍ଷିପ୍ୟ କିଙ୍କରୈ କଳ୍ପିତଂ ପୀଠମଧ୍ୟସ୍ଥ ତତୋ ଦଶାସ୍ୟ ପାଣି ପ୍ରସାର୍ଯ୍ୟ ସମିତି ବ୍ରଭାଷେ। ତାପରେ ବିଭୀଷଣ ସମସ୍ତଙ୍କୁ ରାବଣ ହାତ ଦେଖେଇ ସମସ୍ତଙ୍କୁ କହିକି ଆରମ୍ଭ କଲା, ତାର କଥା ଆରମ୍ଭ କଲା। କହିଲା ଶକ୍ତି ନୀତି ସ୍ୱ ମାନ ଅତିଭିଃ ବୃଦ୍ଧି ମଦ ଭୀରୁପାୟ ଭୀର୍ଯୁକ୍ତା ଭୀଷ୍ମାଧିଦଗ୍ଧୈ ସାର୍ଦ୍ଧ ସୁମିତ୍ରାନି କାର୍ଯ୍ୟାଣି ସିଦ୍ଧ୍ୟନ୍ତି। ଆଉ ଶକ୍ତିଶାଳୀ ନୀତିଶାସ୍ତ୍ରଜ୍ଞ ବୁଦ୍ଧିମାନ ତୁମ୍ଭମାନଙ୍କ ସହ ସୁମନ୍ତ୍ରଣା କରି କାର୍ଯ୍ୟଗୁଡ଼ିକୁ ସଫଳ ଦେଇ ଇଏ କହୁଛି କିଏ? ବିଭୀଷଣକୁ ପଚାରୁଛି ରାବଣ। କୁହ। ପ୍ରହସ୍ତ ପ୍ରମୁଖା ଜାତୁ ଧାନା ଭୁଜାସ ବକ୍ଷସ୍ଥଳର୍ କାମୁକ ଆଶାଦିନାଃ ଶୂଳାନି ଚ ପରାମୃଶନ୍ତୋ ଦଶାସ୍ୟ ପ୍ରଚୁଃ ଅଖଣ୍ଡୟମାନା ଖଣ୍ଡଳଂ ପରିଖଣ୍ଡୟୋଦଣ୍ଡତ୍ୱଂ ହେ ନୃପଶ୍ରେଷ୍ଠ ନରାଭିଯୋଗଂ ଗୁରୁତ୍ୱଂ କିଂ ନୟସି। ଆଉ କ'ଣ ହେଇଛି କୁହ? ବିଭୀଷଣ ପଚାରିଲେ। ଆଉ ସେ ଯେଉଁ ଲଙ୍କାକୁ ସମୁଦ୍ର ପାର କରି ଲଙ୍କାକୁ ଆସୁଥିବା ସେ ରାମ କଥା କୁହ। ବିଭୀଷଣ ସେଇଠୁ କହୁଛି ହେ ନୃପଶ୍ରେଷ୍ଠ ଅଖଣ୍ଡମାନଙ୍କର ଅଧିକାରୀ ତୁମେ ଇନ୍ଦ୍ରଙ୍କୁ ପରିଖଣ୍ଡିତ କରି ଦଣ୍ଡ ପ୍ରଦାନ କରିଛ। ତୁମେ ସାଧାରଣ ମନୁଷ୍ୟର ଅଭିଯୋଗ କାହିଁକି ଗୁରୁତ୍ୱ ଦେଉଛ? ଆଉ ତମେ ଇନ୍ଦ୍ରକୁ ମାରିଦେଉଛ, ଆଉ ତମେ ସାଧାରଣ ଲୋକର ଅସୁବିଧା କାହିଁ ବୁଝୁଛ? ଦେଖ ଅଥବା କ୍ଷିତିର ଅନ୍ତଚ୍ଛେ ଭବତୁ କା ବା ନ ଗଣନା ଶରାଧବେଷୁ ବାନରେଷୁ ୟେ ଅସ୍ମାକଂ ମଧ୍ୟକ ଏକଚିତ୍ ଅପି ପ୍ରାତରାଶାୟ ନ ଅଲମ୍ ତଦ୍ୟୈ ଭୃତ୍ୟୈ ସମେଧିତଶ୍ଚାପ୍ଲଯୁକ୍ତସ୍ୟ ହନୁମतो ବାଳାଧି ଭାକୃଶାନୁ ଅଳଙ୍କାମଧିକ୍ଷଦିତି
ଅନନ୍ତରଂ ବିଭୀଷଣୋ ଜାତୁ ଧାନାନ୍ୱଭାଷେ ରାଜ୍ञା ଯୁଦ୍ଧାୟ ସମ୍ବୃତେ ଭବତିର୍ଭୟଯୁକ୍ତଂ ତତ୍ ଭାବନୟା ଉଚିତମେବ। ସେ କହୁଛନ୍ତି କାହିଁକି ସେ ବାନର ପଛରେ ପଡ଼ିଛନ୍ତି, ହନୁମାନ ଲଙ୍କା ପୋଡ଼ିଦେଲା, ଇଏ କରିଦେଲା, ଏଣୁକରି ଆପଣ ସୀତାଙ୍କୁ ଫେରାଇ ଦିଅନ୍ତୁ। ରାକ୍ଷସ ମାନେ କାହା ସପୋର୍ଟ? ବିଭୀଷଣ ସପୋର୍ଟ ନା ରାବଣ ସପୋର୍ଟ? ଇଏ ଯାଇକି ରାକ୍ଷସ ମାନଙ୍କୁ ବୁଝଉଛି, ତମ ରାଜାଙ୍କୁ ଟିକେ ବୁଝାଉ, ଇଏ କର। ଦେଖ, କିନ୍ତୁ ପ୍ରଜ୍ଞୈବ ମନ୍ତ୍ରେ ଅଧିକୃତ୍ୱା ନ ଶୌର୍ଯ୍ୟମ୍, କିନ୍ତୁ ଏ ମନ୍ତ୍ରଣା ଅଧିକୃତ ପ୍ରଜ୍ଞା ଶୌର୍ଯ୍ୟ ନୁହେଁ, ଖାଲି କହିଦେଲେ ହବ ନାହିଁ। जो जिगीषु बुद्धिर्क्षयो प्रशिक्ष्यमाणः संध्यादिषु गुणेषु घटते तं चंचलापि लक्ष्मीर्न मुच्यति। आउ जीए सब कार्य को आदर सहकार निष्ठार सहकार कार्य करिथाय ता पाखरु केबे लक्ष्मी छाड़ती नहीं। लक्ष्मी चंचला क्या पाखे रही कि तुम सत् पथर अच्छ कठिन परिश्रम कर तुम पाखे सब लक्ष्मी रही माने कौन पैसा तुम पाखे सब रही था। देख जिगीषुर बुद्धि प्रकृत्यम बीजान नेत्रा नीति पुंजनीय तोया तो लोक विरागो जनितः प्रकोपितम चंद्रमुखं विबुधमंडलम रामे तु सर्वम एतद्विपरीतम जदैवैकेन शरेण बाली निहतः सुग्रीवश्च राजा कृतस्तदैव भवतो विनष्ट कार्यम। तुम्हें तो संसारर स्नेह भाव उत्पन्न करिच, इंद्र मुख्य देवगण को प्रकोपित करिच। रामंग ठारू किंतु ये सबूर विपरीत अच्छी। जितेबाला गोटे ही सर बाली को हत्या कले, सुग्रीव को राज्य कले, सेतेबाला ही आपणक कार्य विनष्ट होईगला। षडवर्ग को वशीभूत करिथिबा, बंधुवर्ग को जड़ीभूत करिथिबा, मित्रगण को विनिष्ट करिथिबा और विघ्नयुक्त होइथिबा तुम्हें रामंग सहित युद्ध कर नाही। किए जाई कहला तम ठारू अधिक बलशाली है किए? बाली। आउ जे बाली को गोटे तीर मारिदेले तमें कौन? रामचंद्र बाली सुग्रीव बाली को गोटाए तीर मारिदेले, कहले बाली को मारिदेला रावण, तू कौन कहीं ता संग लगुच? अरे दुर्दांत राम मारिदेवी तो कहीं लगुच? देख कहते प्रणम्य तद रामे अपि रामे देख रामे अपि दाराहरणेन तप्तो हतस्य बंधुर्निर्भयं तप्ता तस्माद्यथा देख
ଆଉ କହିଲେ ତୁମେ ରାମଙ୍କୁ ଛାଡ଼ି ଦିଅ, ପ୍ରଣାମ କର। ଇଏ କହୁଛି ସୀତା ବିମୁଚ୍ୟ ଯଦ୍ୟପି ଦଣ୍ଡେନ କୋଶେନ च ଅମତ୍ନରେ ପ୍ରକୃଷ୍ଟଂ ମନ୍ୟସେ ତଥାପି ରିକ୍ତସ୍ୟ ରାମସ୍ୟ ପୂର୍ଣ୍ଣନ ତ୍ୱୟା ବୃଥା ବିନାଶଃ। କହିଲା ଇଏ କହୁଛି ମୁଁ ଛାଡ଼ିବିନି, ଯେମିତି ରାମଙ୍କର ସ୍ତ୍ରୀ ବିରହ ପାଇଁ ସେ ଦୁଃଖିତ, ମୋର ସେମିତି ବନ୍ଧୁମାନେ ବିନାଶ ହେଇଯାଇଛନ୍ତି, ରାବଣର ସବୁ ଅସୁରମାନେ, ମୁଁ ସେମିତି ଦୁଃଖିତ। ଆଉ ସେ ତାତିକି ଅଛି, ମୁଁ ବି ତାତିକି ଅଛି, ଆମ ଭିତରେ ଫାଇଟିଂ ହଉ, हमसे कोई ज़्यादा नहीं, हम भी किससे कम नहीं, हो फाइटिंग। ये बुझाଉଛି କହୁଛି ବିଭୀଷଣ ବୁଝାଉଛି ତମେ ହଁ ରାମଙ୍କ ଠାରୁ ଧନରେ ଐଶ୍ୱର୍ଯ୍ୟରେ ସବୁଥିରେ ଅଧିକ ହେଲେ ବି ତାଙ୍କଠୁ ତମେ ହାରିଯିବ। ଆଉ କାହିଁ ମିଛଟାରେ ହାରିବ, ତୁମେ ଯୁଦ୍ଧ ବର୍ଜନ କରି ରାମଙ୍କ ପାଦପଦ୍ମରେ ଶରଣ ନିଅ। ଦେଖ ପୂର୍ଣ୍ଣସ୍ୟ ତବ ଭଙ୍ଗେ ତୁ ବହୁ ହିୟତେ ସୁନୀତି ରାମ ଯେତୁ ନ ଶକ୍ତେ ତେନ ସହ କଳହେ ଧ୍ରୁବଂ ତବ ବିନାଶ ସ୍ୟାତ୍। ରାମଙ୍କୁ କେହି ଆଜି ପର୍ଯ୍ୟନ୍ତ ପାରିନାହାନ୍ତି, ତୁମେ ମଧ୍ୟ ପାରିବ ନାହିଁ। ତାଙ୍କ ସହିତ ସନ୍ଧି କଲେ ତୁମେ ମରିବାଟା ମୃତ୍ୟୁ ତୁମର ସୁନିଶ୍ଚିତ ବୋଲି ରାବଣ କହିଛି। ଦେଖ ପୂର୍ଣ୍ଣସ୍ୟ ତବ ଭଙ୍ଗେ ତୁ ବହୁ ହିୟତେ ସୁନୀତି ରାମ ଯେତୁ ନ ଶକ୍ୟତେ ତେନ ସହ କଳହ ଧ୍ରୁବଂ ତବ ବିନାଶଃ ସ୍ୟାତ୍। କପୀନ୍ଦ୍ରଃ ସୁଗ୍ରୀବୋ ଭୟାଲୋ ଭ୍ରାତ୍ରା ନ ରାମାଭିଗତୋ येन ବିଭଦ୍ୟୋ ଭବେତ୍ ଶତାଙ୍ଗ ବର୍ତ୍ତମନି ସ୍ଥିତିଃ ସୁଗ୍ରୀବଃ ପ୍ରତି ପ୍ରିୟଂ ଚିକୀର୍ଷୁ ରାମମ ଅଭିଗତଃ। ଆଉ ତାଙ୍କ ନିକଟରେ କିଏ ରହିଛନ୍ତି? ସୁଗ୍ରୀବ ସତ୍ ମାର୍ଗରେ ଅଛନ୍ତି, ରାମଙ୍କ ନିକଟରେ ରହିଛନ୍ତି, ରାମଙ୍କ ସହିତ ଆଦୌ ଲାଗନି, ରାମଙ୍କ ସହିତ ଲାଗିଲେ କିଏ? ସୁଗ୍ରୀବ କରିବେ। ତାପରେ ଦେଖ ରାମେଣ ବିରୋଧେ ସତି ବଂ ତଂ ବୟଂ ମୁପାଶ୍ରୟେୟଂ ତଂ ରାମାଦିକଂ ତତ୍ ସମଂ ବା ନ କିଞ୍ଚିଦପି ପଶ୍ୟାମି। ଆଉ ରାମଙ୍କ ବିନା ଏ ଦୁନିଆରେ କିଛି ନାହିଁ, ତୁମେ ତାଙ୍କ ସହିତ ଶତ୍ରୁତା ଆଚରଣ ନ କରି ତାଙ୍କ ପତ୍ନୀ ତାଙ୍କ ସୀତାଙ୍କୁ ଫେରାଇ ଦିଅ। ସ୍ୱୟଂ ଭୂର୍ନ ଅସ୍ମାକଂ ଶରଣଂ ୟତୋ ପର ଦତ୍ତ୍ୱା ଧୁନାଶୌ ସାନୁଷୟୋ ବର୍ତ୍ତତେ ଇନ୍ଦ୍ରା ହୃଦୟସ୍ୟ ପୂର୍ବତରଂ ବିରୁଦ୍ଧ୍ୟା ତସ୍ମାଦମେଣ ସଂସ୍ଥାଧନମସ୍ତୁ। ଇଏ କହୁଛନ୍ତି ମୁଁ ରାମଙ୍କ ଭଳିଆ କାହାକୁ ଦେଖୁନାହିଁ। ବ୍ରହ୍ମା ଶିବ ବି ମଧ୍ୟ ରାମଙ୍କ ସ୍ତୁତି କରୁଛନ୍ତି। ଏଣୁକରି ତୁମେ ରାମଙ୍କ ସହିତ ସନ୍ଧି କରିଦିଅ, ମିତ୍ରତା ହେଇଯାଅ, କିନ୍ତୁ ତାଙ୍କ ସହିତ ଯୁଦ୍ଧ କରନି। କିଏ ଉପସ୍ଥିତ ଦେଉଛନ୍ତି? ନିରୂପ୍ୟମାଣୋ ଅପି ନ୍ୟାୟ ଉପାୟ ସ୍ଥିତଃ। କହିଲା ଅନ୍ୟ ଉପାୟ ଆଉ କିଛି ନାହିଁ, ତୁମେ ଏଇଆ କର। ଯଦି ବିଗ୍ରହେ ମତି କରିଷ୍ୟସି ତ୍ରାହି କପୟୋ ଅଚିରେଣ ସର୍ବଂ ଏତ ନାଶଂ ନିଶ୍ୟତେ ଇତି। ତମେ ରାମଙ୍କ ସାଙ୍ଗରେ ଯୁଦ୍ଧ କର ନା, ଯଦି ଚାହୁଁଛ ଯୁଦ୍ଧ କରିବ, ତାଙ୍କର ଯେଉଁ ବାନର ସେନା ଅଛି ତମର ସବୁ ଧ୍ୱଂସ କରିଦେବେ। ଏକ ମୁହୂର୍ତ୍ତରେ ତୁମର ଯାହା ଐଶ୍ୱର୍ଯ୍ୟ ବିପୁଳ ରହିଛି ସେ ସବୁକୁ ଧ୍ୱଂସ କରିଦେବେ। ଏଣୁକରି ରାମଙ୍କ ସହିତ ଯୁଦ୍ଧ କର ନା। ବିଭୀଷଣ ଉକ୍ତଂ ବହୁମନ୍ୟମାନୋ ରାବଣସ୍ୟ ମାତାମହୋ ମାଳବାନ୍ନାମ ବର୍ଦ୍ଧକ ପୂର୍ଣ୍ଣମୂର୍ଦ୍ଧା ପରିଣାମ ନମ୍ର ଦେହଂ ପୌତ୍ରସ୍ୟ ରାବଣଂ ଉବାଚ। ଆଉ ରାବଣର ଗୋଟେ ଅଜା ଥିଲା, ତା ନାଁ ମାଲ୍ୟବାନ। ସେ ଥରି ଥରିକି ଆସିକି ସେ ବୁଢ଼ା ଆସିକରି କହୁଛି ବିୟଦ୍ଗତୋ ଅନ୍ୟ କାମୟାନେ ଚତୁର୍ଦଶଃ ରକ୍ଷଃ। ଦେଖ
सहस्रा ऊर्धयात् तत्र कावो मानुष्यमशङ्कः शताङ्गपतिः सद्वृद्धै बहुषुभिः न्यूनं रात्रिचरक्षाय नराकृता वानरसैन्यशल्ये जगज्जयो भुवायो विहितः प्रमादवान् क्षतधर्मवर्त्मा मुनीनामपि शत्रुभावं गतस्त्वं चेस्त्वकुलस्य शान्ति बहुमन्यसे त्राहि विभीषणं उक्तं कुरुष्व इति। ଆଉ ତାପରେ ବିଭୀଷଣକୁ କରି କହୁଛନ୍ତି ହଁ ତୁମେ ଏଇଆ କର ବା ନିଜେ କହୁଛନ୍ତି ତୁମେ ଏଇଆ କର। ଦେଖ ତେବେ ବିଭୀଷଣଙ୍କ କଥା ଅନୁସାରେ ପ୍ରଶସ୍ତ ଦେଖ ପ୍ରହସ୍ତ ପ୍ରଭୃତି ରାକ୍ଷସଗଣ କୋଳାହଳରେ ସଚେତନ ହୋଇଥିବା ତାପରେ ଏସବୁ ବୁଝେଇଲେ ତୁମେ ଯଦି ଚାହୁଁଛ ଜୀବନଟାକୁ ଯଦି ତୁମର ଚାହୁଁଛ ତାହେଲେ ରାମଙ୍କ ସାଙ୍ଗରେ ଲାଗନି। ଆଉ ଯଦି ରାମଙ୍କ ସାଙ୍ଗେ ଲାଗିଲେ ତୁମର ମୃତ୍ୟୁଟା ନିଶ୍ଚିତ କେହି ବଞ୍ଚେଇ ପାରିବେ ନାହିଁ। तेन प्रहस्ता उद्घोषेण प्रतिलब्धसंज्ञो निद्राविलाक्षः श्रुतकार्यसारः कुम्भकर्णो तत्र मेघ इव शाम्बुरन्तरिक्षे वाक्यमभाषत् मध्यगतोऽपि भानुरौषणं तेजस्तदेवाः इमासुर्निस्यङ्ग श्रैत्यं तेजन्न पुत्रः पौलस्त्य भुवनावमानि सर्वान अर्थमूलमान य चितेन्द्र मध्य तापर समस्ते कुंभकर्ण गोटे रावण भाई तेला से खाली शोब खाइब पिओ शोब ता कथा जानच। देख राक्षसगण कोलाहल सचेतन हो शोइथिबा निद्राळु समस्त कार्य को शुणुथिबा कुंभकर्ण ता उपरे आकाशरे जलयुक्त मेघ परी कथाटिए कहले बड़ उच्च स्वर मध्याह्न सूर्य उष्णता त्याग करि पारे किंबा चंद्र रात्रि काल शीतलता त्याग करि पारे किंतु सारा जगत को अवमानना करुथिबा रावण सकल अनर्थर मूलभूत अभिमान को त्याग करि न पारे बोली मु मन करे। रावण को जे सूर्य तांकर किरण छाड़ दे पारते निया ता किरण छाड़ दे पारे सी समस्त बुलबाल जाते रावण केवे बदलबनी हम कभी सुधरेंगे नहीं। कुंभकर्ण उठिक बुझे एमती करना ये करना से करना यहाँ ये देख देख ज्ञातय आत्मनो अपि परीक्षा शनिवार के तारीख आज के तारीख 7 7 30
ज्ञातय आत्मनो अपि क्षयम् इच्छन्ति न पुनः स्तुल्य कुलस्य लक्ष्मीं तथा च शक्तुर्न मति न च सन्तपमानहि हृदय बन्धुर्वृद्धि सहते तयाद्य लङ्काभिभवे तिहर्षा अतिमात्रं दृष्ट्वा अंतरात्मा विवृतः। कुंभकर्ण शोईपड़ते विभीषण से रावण को कहले विपरीत लक्षण मान देखा जाउछि सेई सूर्यंक उत्पातजन्य ध्रुतर रश्मि समूह वज्राकृतिर इंद्र को भेद करी लक्षण मान को खाइबा विस्तारित कंठशोभित सिंह परी सम्मुखें उत्पन्न होइछि। धरित्री को प्रकंपित करी उल्का माने खसी पड़ुछन्ति। देख सुगाल प्रभृति ये सब अपशकुन आम जानू बाटर बिले पास करी गले खराब सिंह पड़े खराब सी सेमती कौन कौन अपशकुन देखा जाउछि। देख ना उल्का खसुची सुगाल प्रति चतुर्दिगरे बुलू नाहंती जेहेतु एपरी विनाश सूचक चिन्ह लक्षण गुड़िक देखा जाउछि तेणु तुमे सीता को प्रत्यर्पण कर राम सह संधि कर। दशानन रावण बड़ बड़ आखि करी भ्रुकुंचन करी देख दशानन रावण एक कथा शुणी बड़ बड़ आखि करी भ्रुलता कुंचन करी कठोर पद विशिष्ट कथा मान विभीषण को विभीषण कहला भाई आ तुम सीता को छाड़ी दियो रावण सहित युद्ध करना ये कर जो कहला रागी जाइए किए रावण चल मो भाई तू एमतिया कथा कहबू ये कहबू सी कहबू। देख जलरे पथर बासिबा सूर्यंक ठारू अंधकार ठप ठप होई बहिबा चंद्रंक ठारू निआं बाहरिबा और विजय लाभ करी इच्छा पोषण करिथिया मोर अन्य द्वारा पराजित हेबा एई चारोटी समान। कहूँ सूर्य केबे पश्चिम दिगरे उदय हेबे चंद्रर किरण केबे गरम लागिबन ना सेमती रावण केबे नईबनी अटे रावण रावण हुमे दशानन रावण हुमे। ठाकुर विसर्जन होना ना काली आज होता कौन किए कले बाहर फोन कर मना देख देख ज्ञाती मान निजर मध्य क्षय इच्छा करुचंदे पुणी समकक्ष कूलर लक्ष्मी क्षय चाहूना तथा शत्रु मान प्रणाम करुचंती और संतप्त होउथिबा हृदय रे बंधुर अभिवृद्धि को सही पारु नांती। रे दृष्ट तू आज लंका रे पराभवरती आनंद हेतु कहते धिक तू गोटे मोरी भाई है कि कहूँ नईबी मो राम पाखे मोटे राजा नईबी ता पाखे हे धिक आम निज लोक कि तू मत छुरी मारिदेलु मो पछरे आपण खाली मोटिवेशन खाली सियाड़े स्टेटस दूच। देख यहीपरि कही रावण ता मुंडरे गोईठी रखीदेला तापर विभीषण क्रोध को क्षमा द्वारा व्यथा को क्षमा द्वारा क्रोध को क्षमा द्वारा व्यर्था को ध्वज द्वारा अहंकार को विनय द्वारा मोह को बुद्धि द्वारा प्रशमित करी चारिजण मंत्री सह उठी पड़िले और रावण कहले महाराज मो बिना सुख पाओ ता मुंडे गोड़ थईदेला। देख आम रागी जीवु गोड़ थईदेलु विभीषण रागु ना कहीं रागु ना विभीषण रागु ना कौन पाई कहीं रागु ना कौन तार असुविधा देह भल नहीं रागु नहीं कहीं रागु ना तो भन ते गोईठा गोटे मारदे तो भाई गोटे मारदे तो छाड़ दौ तो तो ऊपर किए बड़ भौणी एका अच्छन तले अच्छन सान ना एकुटिया सियाड़े अच्छे ऊपर बड़ तले अच्छन ये तो सान लगे तो मारू तापर से मारे है आ विभीषण छाड़द मारी था कि माइला ना कहीं
ଯେତେବେଳେ ଗୋଟେ ଭଗବତ ମାର୍ଗରେ ତୁମେ ପଳେଇବ ତୁମ ମନରୁ ରାଗ ଫାଗ ସବୁ ଶାନ୍ତ ହେଇଯିବ, କ୍ରୋଧ ଶାନ୍ତ ହେଇଯିବ। ଯେଉଁମାନେ ଟିକେ ଟିକେ କଥା ରାଗି ମାନେ ଭଗବାନ ଲାଇନ୍ରେ ଅଛନ୍ତି, ଦେଖିବ ଯେଉଁ ଚିତା ଫିତା ମାରି ମାଳି ଫାଳି ପକେଇଥିବେ ସବୁ କଥା ରାଗିବେ, ବୁଝିବା ହଉ ଭଲ କଥା କହୁଛି, ନମ୍ର ସ୍ୱଭାବର। ବିଭୀଷଣ ସେମିତି ନରମ ହେଇଯାଇଛି ଆଉ ଯେଉଁ ରାଗଟା ଆସୁନି। ଆଉ ଯେମିତିଆ ଖାଇବା ସେମିତିଆ ଆମର ମନ, ଯେମିତିଆ ଅନ୍ନ ସେମିତିଆ ମନ। ସାତ୍ୱିକ ଆହରଣ କରିବ, ସାଧା ଫାଧା ଖାଇବ, ଅଳ୍ପ ତେଲ ମସଲାରେ ଖାଇବ, ମନଟା ସେମିତିଆ ଭାବନା ଆସିବ। ଆମେ ଯଦି ଅତ୍ୟଧିକ ମସଲା ଏସବୁ ଖାଇବା, ତାମସିକ ଖାଦ୍ୟ ଖାଇବା, ଆମେ ସେମିତି ଚିଡ଼ିଚିଡ଼ାପଣ ଆସିବା। ଚାରିଟା ଗାଈ ଖାଉଥିବେ ଗୋଟେ ଜାଗାରେ ଘାସ, କେବେ ତାଙ୍କ ଭିତରେ ଝଗଡ଼ା ହେବା ଦେଖିଛ? ଦୁଇଟା କୁକୁର ଯଦି ମଟନ୍ ଖାଉଥିବେ ତାଙ୍କ ଭିତରେ ଝଗଡ଼ା ହେବା ଦେଖିଛ ନା ନାହିଁ? କାହିଁକି? ଖାଇବା ଯେମିତିଆ, ଗାଈମାନେ ଘାସ ଖାଉଛନ୍ତି, ସାତ୍ୱିକ, ତାଙ୍କ ମନରେ ରାଗ ନାହିଁ। ବିଭୀଷଣ ଅରୁଆ ଡାଲମା ଖାଉଛି, ରାବଣ ଖାଉଛି ଚିକେନ୍ ଫ୍ରାଏଡ଼୍ ରାଇସ୍। ତାଙ୍କ ପ୍ରବୃତ୍ତି ସେ ଖାଇଛନ୍ତି, ସେ ଜିନିଷ ସେ ଆଉ। ମଣିଷ ଯେମିତିଆ ସ୍ୱଭାବ ହେଇଯିବ, ଖାଇବା ଯେମିତିଆ ଖାଇବ ସେମିତିଆ ସ୍ୱଭାବ ହେଇଯିବ। ଦେଖ କହିଲେ ହଉ ମହାରାଜ, ମୋ ବିନା ତୁମେ ସୁଖ ପାଅ। ଯେଉଁ ମୂର୍ଖ ରୋଗୀ କଟୁ ପଥିକୁ ନ ଖାଇ ନିଜକୁ ଆଶ୍ୱାସନା ଦେଇଥାଏ, ସେ କ'ଣ ଚିକିତ୍ସକର ଦୋଷ? ତୁମ ଦେହ ଖରାପ, ତୁମକୁ ଗୋଟେ ପିତା ମେଡ଼ିସିନ୍ ଦିଆହେବ, ତୁମେ ସେଇଠୁ ସେ ପିତା ମେଡ଼ିସିନ୍ ଖାଇବନି। ଅସୁବିଧା କାହାର? ଖାଲି କହିବା ମୁଁ ଭଲ ହେଇଛି। କାହାର? ତମର। ସେଟା କହୁଛି ରାବଣ, ତତେ ମୁଁ ଭଲ କଥା ବୁଝଉଛି ଶୁଣୁନୁ, ମରିବୁ ଆଉ। ଯେଉଁ ବିବେକ ଶୂନ୍ୟ ଆତ୍ମାଭିମାନ ସ୍ପଷ୍ଟବାଦୀ ପ୍ରଭୁ ସହ ଶତ୍ରୁତା କରିଥାଏ, ଅପତି ସଦୃଶ କର୍ଣ୍ଣ ସୁଖକର କଥାରେ ସନ୍ତୁଷ୍ଟ ହୋଇଥାଏ। କହୁଛି ଯିଏ ଭଗବାନଙ୍କ ସାଙ୍ଗରେ ଯୁଦ୍ଧ କରୁଛି ଆଉ ନିଜର କର୍ଣ୍ଣ କଥା ଶୁଣି ଆନନ୍ଦିତ, କିଏ ଆସି କହିଦେଉଛି ରାମ କ'ଣ ରାବଣ ତମେ ଭାଇ, ଏଇ କଥା ଶୁଣି ରାବଣ ମନରେ ଆହୁରି ଗର୍ବ। ସେ ସୁହୃଦମାନଙ୍କର ବଡ଼ ଅନର୍ଥର କାରଣ ହୋଇଥାଏ। ଧର୍ମ ପଥରେ ଥିବା ମୋତେ ଯେପରି ଆପଣ ପାଦରେ ପ୍ରହାର କଲେ, ତାହା କାହାର ଛୋଟପଣିଆ ପ୍ରକାଶ କରୁଛି। ତାହା ଜଣେ ରାଗୁଛି, ଜଣେ ରାଗୁନି, ତାହେଲେ କିଏ ଭଲ କୁହ? କାରଣ ତା ସହିବା ଶକ୍ତି, ଧୈର୍ଯ୍ୟଟା ଅଧିକ। ତୁ ରାଗୁଛୁ, ସାନ ଭଉଣୀ ଲାଗିଲେ ନାଦି ଦଉ। ଦେଖ ରାକ୍ଷସପତି ରାବଣକୁ ଏପରି କହି ବିଭୀଷଣ ଲଙ୍କା ଯିବ। ହଉ ଭାଇ, ମୋ କଥା ରଖିଲନି, ମୁଁ ଯାଉଛି ବାଏ କହି ପଳେଇଲା। କିଏ କହି ରାବଣ ବ୍ଲକ୍ କରିଦେଲା ହ୍ୱାଟ୍ସଆପ୍ରୁ, ପଳେଇଲା। ତାପରେ ତ ଜାଣିଛ କେସ୍ ଆଉ, ରାମ ଆଇଲେ ମାଇଲେ। କିଆ କ୍ୱେଶ୍ଚିନ୍ ଆନ୍ସର। ପଢ଼ିଲୁ, ଆନ୍ସର ଅଛି ଟି? ପଢ଼ିଲୁ କ'ଣ କ୍ୱେଶ୍ଚିନ୍ ଅଛି? ଫାଷ୍ଟ ଚିତ୍ତ ପ୍ରଶମନ ଅଛି ତ ଫାଷ୍ଟ? ହଁ ପଢ଼ୁନୁ, ଖୋଲୁନୁ ବହି ତୋର। କେଉଁ ବହି ତୋର? ପତି ପ୍ରମୋଦ ପାଢ଼ୀ ନିରଞ୍ଜନ ପତି ଭିତରେ ନାହିଁ। ଲେଖ ଚାଣକ୍ୟ ନୀତି ପଢ଼ିଆ। କେବେ କେଉଁଠି? ଫାର୍ଷ୍ଟ ଇୟର। ଚାଣକ୍ୟ ସହଜ। ମୁଁ ବୋଧେ ତମର ଏଇ କୋଚିଂରେ ଚାଣକ୍ୟ ନୀତି 17 ଥର ପଢ଼େଇଛି। ଶୈଳେ ଶୈଳେ ନମାଣିକ୍ୟଂ ମୌକ୍ତିକଂ ନ ଗଜେ ଗଜେ ଚନ୍ଦନ ନହି ସର୍ବତ୍ର ସାଧବ ନହି ସର୍ବତ୍ର ଚନ୍ଦନଂ ନହି ବନେ ବନେ। 1 ନମ୍ବର ଶ୍ଲୋକ। କାମଧେନୁ ଗୁଣା ବିଦ୍ୟା ହ୍ୟକାଳେ ଫଳଦାୟିନୀ ପ୍ରବାସେ ମାତୃସଦୃଶୀ ବିଦ୍ୟା ଗୁପ୍ତ ଧନଂ ସ୍ମୃତମ୍। ଅନନ୍ତ ଶାସ୍ତ୍ରଂ ବହୁଳାଶ୍ଚ ବିଦ୍ୟା ସ୍ୱଳ୍ପଶ୍ଚ କାଳୋ ବହୁ ବିଘ୍ନତା ଚ ୟତ୍ସାର ଭୂତଂ ତଦୁ ଉପାସନୀୟଂ ହଂସୋ ଯଥା କ୍ଷୀର ମିମ୍ବାମ୍ବୁ ମଧ୍ୟାତ୍। ଖାଲି ଶ୍ଲୋକ ଆଉ କ'ଣ? ଚାଣକ୍ୟ କହିଛନ୍ତି 4ଟା ଜାଗାରେ ଲାଜ କରିବନି। ପଢ଼ା ହେଇଛି ଏଇଟା? 4ଟା ଜାଗାରେ ଲାଜ କରିବନି। କେଉଁଠି କେଉଁଠି? କ'ଣ ତା ଶ୍ଲୋକଟା ଆରମ୍ଭ? ଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜା
ଧନଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହେଣ ସୂଚ ଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜା ସୁଖୀ ଭବେ। ଟଙ୍କା ପଇସା କାରବାର ବେଳେ, ଧନଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହେଣ ସୂଚ ବିଦ୍ୟା ଗ୍ରହଣ ବେଳେ, ଆହାରେ ବ୍ୟବହାରରେ, ତ୍ୟକ୍ତ ଲଜ୍ଜା ସୁଖୀ ଭବେ। ଏଇ ଜାଗାରେ ଯଦି ତୁମେ ଲାଜ ଛାଡ଼ିବ ତାହେଲେ ସୁଖୀ ହେବ। କେଉଁଠି ଖାଇଲା ବେଳେ, ପାଠ ପଢ଼ିଲା ବେଳେ, ବୁଝିପାରିନ ପଚାରିବ, କିଏ ହସିବ ହସୁ। ଆଉ ଟଙ୍କା ପଇସା କାରବାର ବେଳେ, ଡାକ୍ତର ପାଖରେ, ଆହାରେ ବ୍ୟବହାରେ, ଏସବୁ ଜାଗାରେ ଲାଜ ଛାଡ଼ିବ। ଧନଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହେଣ ସୂଚ ଆହାରେ ବ୍ୟବହାରେ, ହେଲା। ଖାଇବା ବେଳେ, ଡାକ୍ତର ପାଖରେ, ଟଙ୍କା ପଇସା କାରବାର ବେଳେ, ଆଉ ଧନଧାନ୍ୟ ପ୍ରୟୋଗରେ, ବିଦ୍ୟା ଗ୍ରହଣ ବେଳେ, ଏଇ ଚାରିଟା। ଆଉ କିଛି ଜିନିଷ କହିଛନ୍ତି ପଣ୍ଡିତ ଲୋକମାନେ ବାହାରେ ପ୍ରକାଶ କରନ୍ତି ନାହିଁ। କ'ଣ? ଅର୍ଥନାଶ, ମନସ୍ତାପ, ଗୃହେ ଦୁଶ୍ଚରିତା ନିଚ, ଭଞ୍ଜନଂ ଅପମାନଶ୍ଚ ମତିମାନ ନ ପ୍ରକାଶେ। ସାଧୁ ଲୋକମାନେ ଅର୍ଥନାଶ, ତୁମର ପଇସା କେଉଁଠି ନଷ୍ଟ ହେଇଗଲା ତାକୁ ବାହାରେ କହିବେନି। ମନସ୍ତାପଂ, ତମ ମନ ଦୁଃଖ ବାହାରେ ପ୍ରକାଶ କରିବେନି। ଅର୍ଥନାଶଂ ମନସ୍ତାପଂ ଗୃହେ ଦୁଶ୍ଚରିତା ନିଚ, ଘରେ ଯଦି କିଛି ଫାଇଟିଂ ଝଗଡ଼ା ହେଇଛି, କଜିଆ ହେଇଛି, ତାକୁ ବାହାରେ କହିବେନି। ଅର୍ଥନାଶ ମନସ୍ତାପ ଗୃହେ ଦୁଶ୍ଚରିତା ନିଚ, ଭଞ୍ଜନଂ, କିଏ ତୁମକୁ ଠକି ଦେଇଛି, ଅପମାନଶ୍ଚ, କିଏ ତୁମକୁ ଅପମାନ ଦେଇଛି, ମତିମାନ, ଆଉ ତୁମ ମାଇଣ୍ଡରେ କ'ଣ ଅଛି ତାହା କେବେ ବିଦ୍ୱାନ ଲୋକ କେବେ ବାହାରେ କୁହନ୍ତି ନାହିଁ। କାହିଁ କହିବନି? କାହିଁ କହିବନି? ଏସବୁ ଚାଣକ୍ୟ ମନା କରିଛନ୍ତି। ତାହେଲେ ଆର କ୍ଲାସ୍ ଚାଣକ୍ୟ ନୀତି ପଢ଼ିବା। ଫେବୃଆରୀ ପରୀକ୍ଷା ବା। ହଉ, ଜାନୁଆରୀ କେତେ ତାରିଖ? ଆଜି ବା 23 ତାରିଖ ହେଲାଣି, 24 ତାରିଖ ହେଲାଣି ଆଜି ଜାନୁଆରୀ। ଭଲ। ତୁ ସେଇ 25 ମସିହାରେ ଅଛୁ, 26କୁ ଆସିନୁ। ମୁଖସ୍ଥ। କିଏ ଆଇଛନ୍ତି କେଜାଣି? ଗ୍ରାମାର ଫ୍ରାମାର ଷ୍ଟ୍ରଙ୍ଗ ନା ନାହିଁ? ଏଇକା ଲେଖିବା କେତେ ଟ୍ରାନ୍ସଲେସନ୍ ଓଇକା ଲେଖୁନି, ଦେଖିବା। +2ରେ ଇଏ ଅଛି, ଟ୍ରାନ୍ସଲେସନ୍ ଅଛି, ସମାସ ଅଛି, ଗ୍ରାମାର ବହୁତ ଅଛି। ଲେଖ 10ଟା ଦେଖିବା, ଛୋଟିଆ ଛୋଟିଆ ଲେଖ। ମୁଁ କଲମରେ ଲେଖୁଛି। ଏଇ ଆମ ଦେଶର ନାମ ଭାରତବର୍ଷ। କବିମାନଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ।
ବୃକ୍ଷ ଉପରେ ମାଙ୍କଡ଼ମାନେ ବସିଛନ୍ତି। ଗୋବିନ୍ଦ ସଂସ୍କୃତ ପଢ଼ିପାରେ। ଏଇଟା ହେଲା କଲ ଦେଖିବା ସେ 5ଟା କର। ବାନର ସଇଲା। କଲୁ ଦେଖିଆ। 5ଟା କ'ଣ ଥିଲା କହ? ଯାହା ଦ୍ୱାରା କରିବ ତା ପାଖରେ ତୃତୀୟା। ମୁଁ କଲମ ଦ୍ୱାରା ଲେଖୁଛି, ତାହେଲେ ମୁଁ ଅହଂ କଲମ ଦ୍ୱାରା କଲମେନ ଲେଖୁଛି, ଲିଖାମି ଅହଂ କଲମେନ ଲିଖାମି।
ଆମ ମାନଙ୍କର ଏଇଟା ବହୁବଚନ କରିବ ଅହମ ମମ ଆବୟୋହ ଅସ୍ମାକମ୍ ଅସ୍ମାକଂ ଦେଶସ୍ୟ ନାମ ଭାରତବର୍ଷମ୍ ଅସ୍ମାକଂ ଦେଶସ୍ୟ ନାମ ଭାରତବର୍ଷମ୍ ବୃକ୍ଷ ଉପରେ ବୃକ୍ଷସ୍ୟ ଉପରି ଉପରି ଯେ ଉପରି ଉପରକୁ ଉପର ଦ୍ୱିତୀୟ ବିଭକ୍ତି ଉପରି ରବୀନ୍ଦ୍ର ରବୀନ୍ଦ୍ର ହଁ ବା ଦେଖିଥିଲି ଭଲ ମୂର୍ତ୍ତି 4 ଦିନ ବିସର୍ଜନ ହେବେ ସାର୍ କେବେ ବୁଧବାର ବୋଧେ କାଲି ହେଇଯିବେ ତାହେଲେ 4 ଦିନ ଡେଲି ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ମଜା ଲାଗୁଥିବ ଆଉ ମାହୋଲ ବଢ଼ିଆ ଲାଗୁଥିବ ଆଉ ତାପରେ ଆସନ୍ତା କ୍ଲାସ୍ରେ ଏଇ ଟ୍ରାନ୍ସଲେସନ୍ ଦେଖିକି ଆସିଥିବ କରିବା ପ୍ରାୟତଃ ଚତୁର୍ଥୀ ବିଭକ୍ତି ପର୍ଯ୍ୟନ୍ତ ଦେଖିକି ଆସିଥିବ ହେଲା।